କପିଳାସ ପୀଠରେ ଭୋର 4:35ରେ ଉଠିଲା ମହାଦୀପ। ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକ ସ୍ଥିତ ଦେଓଗାଁ ଗ୍ରାମ ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ କପିଳାସରେ ଆନନ୍ଦ ଉଲ୍ଲାସର ସହିତ ମହାଶିବରାତ୍ରି ସମ୍ପନ୍ନ ହେଉଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ ଶ୍ରଦ୍ଧାଳୁଙ୍କର ଗହଣରେ ଭୋର 4:35ରେ ଠାକୁରଙ୍କର ମହାଦୀପ ଉଠିଥିଲା। ହରିବୋଲ ହୁଳହୁଳି ଓମ୍ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ପୀଠ। ଜାଗର ଯାତ୍ରା ପାଇଁ ବିଭିନ୍ନ ପ୍ରାନ୍ତରରୁ ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେଉଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।